ଆଗାମୀ ରାଜ୍ୟସଭା ନିର୍ବାଚନରେ ଯେତେ ବିଜୁ ପରିବାରର ଲୋକ ବିଧାୟକ ଅଛନ୍ତି ସବୁ ବିଜେପିରେ ସାମିଲ ହେଇଯିବେ। ବିଜୁ ପରିବାର ଇନ୍ ବିଜେପି ଆଉ ସବୁ କଂଗ୍ରେସ ପରିବାର ପଳେଇବେ କୁଆଡେ କହିଲେ କଂଗ୍ରେସ ବିଜେଡି ରାଜ୍ୟସଭାର ତୃତୀୟ ପ୍ରାର୍ଥୀକୁ ଯୋଉ ଆମ ସମର୍ଥନ ଦେଇଛି ଆମ ଦଳ ଆମେ ଆଶା କରୁଛୁ ଶ୍ରୀଯୁକ୍ତ ଦିଲ୍ଲୀପ ରାୟ ଯିଏ ବିଜୁ ପରିବାରର ବିଜୁ ବାବୁ ଲିଗାସିର ଲୋକ ତାକୁ ବିଜୁ ପରିବାର ଲୋକମାନେ ପୁଣି ଆଗାମୀ ଦିନରେ ରାଜ୍ୟସଭାକୁ ସ୍ୱାଧୀନ ଭାବରେ ସମର୍ଥନ ଦେବେ। ଇଏ ହେଉଛି ଆମର ଲକ୍ଷ୍ୟ, ଇଏ ହେଉଛି ଆମର ଟାର୍ଗେଟ, ଇଏ ହେଉଛି ଆମର ଉନ୍ମାଦନା, ଇଏ ଆମର ଉତ୍ସାହ, ଇଏ ଆମର ବିଜୟର ପର୍ବ ହୋଲି। ଦଳରେ ପ୍ରଶାନ୍ତ ଭାଇ ଭାରତୀୟ ଜନତା ପାର୍ଟିକୁ ଆସିଲା ପରେ ସେ ଗଣେଶ ନାଁ ତାର ଦିଆଯାଇଥିଲା କିନ୍ତୁ କାର୍ତ୍ତିକଙ୍କ ଭଳିଆ କାମ କରୁଥିଲେ କିନ୍ତୁ ଏଠି ଶ୍ରୀ ଗଣେଶ ପାର୍ଟି ଯାଇଛନ୍ତି ସେଥିପାଇଁ ଖୁସି କାରଣ ଭାରତୀୟ ଜନତା ପାର୍ଟିର ଯେଉଁ ବିଚାରଧାରା ଯେଉଁ ଏକ ଆଧ୍ୟାତ୍ମିକତା ଭାବନା ଯେଉଁ ଭାଇଚାରିଆର ସମ୍ପର୍କ ଯେଉଁ କର୍ମୀ ସାଧାରଣ ଜନତା ରାଷ୍ଟ୍ର ପାଇଁ ଯେଉଁ ଆନ୍ତରିକତା ତା ପ୍ରତିଫଳନ ହୁଏ ଗୋଟେ ରାଷ୍ଟ୍ରବାଦୀ ଚିନ୍ତାଧାରା ଭାରତୀୟ ଜନତା ପାର୍ଟିରେ ଥିବାରୁ ମୁଁ ସେ ପାର୍ଟିର ଜଣେ ସଦସ୍ୟ ହିସାବରେ ନିଜକୁ ଖୁସି ମନେ କରୁଛି। ଏଇଭଳି ପାରମ୍ପରିକ ଯେଉଁ ଓଡ଼ିଆ अस्मिताକୁ ସମ୍ମାନ ଜଣାଉଛି ଭାରତୀୟ ଜନତା ପାର୍ଟି ଆଉ ସେ अस्मिताରେ ମୁଁ ଆନନ୍ଦିତ ଉତ୍ସାହିତ ଉନ୍ମାଦିତ ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆଗାମୀ ଦିନରେ ଓଡ଼ିଶାର ଏକ ବିକଶିତ ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଜୀଙ୍କ ସହଯୋଗ ଏବଂ ନେତୃତ୍ୱ ଶ୍ରୀଯୁକ୍ତ ମୋଦିଜୀଙ୍କ ନେତୃତ୍ୱରେ ଗୋଟେ ଓଡ଼ିଶା ବିକଶିତ ହେଉ ଏବଂ ଭାରତୀୟ ଜନତା ପାର୍ଟି ଓଡ଼ିଶାର ଗେରୁଆ